ଆପଣ ଜୀବନରେ ଦୁଃଖ ପାଇଲେ ଏ ଦୁଃଖ ସୁଖର ଦେଲା ବାଲା ହେଲା କର୍ମ। ଆଉ ବିଶ୍ୱରେ କିଛି ନାହିଁ। କେହି ନାହାନ୍ତି। ଭଗବାନ କୃଷ୍ଣ ଯୋଉଦିନ ବସୁଦେବ ଦେବକୀ ପଚାରିଲେ କହିଲେ ବାପା ତୋର ଯଦି ଆସିବାର ଥିଲା ଆମ ଘରକୁ ଆମ ଘର ଯଦି ତୋର ଆସିବାର ଥିଲା ଯଦି ଟିକିଏ ପୂର୍ବରୁ ଆସିଥାନ୍ତା ଯଦି ପ୍ରଥମ ଘରେ ଆସିଥାନ୍ତା ତାହେଲେ ବସୁଦେବ ଏ କଂସ ଆମର 6ଟା ଛୁଆକୁ ମାରିଥାନ୍ତା କାଇଁ ସପ୍ତମ ଗର୍ଭ ଉଦ୍ଧାର ହେଇଥାନ୍ତା କାଇଁ ଆମକୁ ଏତେ ଦିନ କାଳ ଇଏ ବନ୍ଦୀ ଭିତରେ ରଖି ଏତେ କଷ୍ଟ ଦେଇଥାନ୍ତା କାଇଁ ଭଗବାନ କୃଷ୍ଣ ବସିଲେ କହିଲେ ବାପା ଏଥିରେ ମୋର କଣ କରିବାର ଅଛି ନା ଏଥିରେ ମୋର କିଛି କରିବାର ନାହିଁ କହିଲେ ଭୋତାନ୍ତ କର୍ମ ପଦେଶେ କର୍ମ କର୍ମ ତାମାନେ ଆପଣଙ୍କୁ ଆପଣଙ୍କ କଲା କର୍ମ ଫଳ ଭୋଗ କରିବା ପାଇଁ ପଡ଼ିବ ଯେ କର୍ମ ଆପଣଙ୍କର ଭୋଗ ହେଇନାହିଁ ଆପଣ ୟା ଭିତରେ ଅଛନ୍ତି ଯୋଉଦିନ କର୍ମ ସରିଗଲା ୟା ଭିତରେ ଆପଣ ଯିବେ কর্ম সরিয়া যাবে আসিবে কর্ম খালি এদিকে আপনার মনে রাখতু গোটিকে ঠিক করে প্রমাণ করে আপনাকে দেখেদেবি আমি জন্ম হয়েছে কর্ম পাই বঞ্চিছে কর্ম পাই মরিবা কর্ম পাই পরবর্তী জন্ম নেওয়া ইয়ে বি কর্ম ସ୍ୱର୍ଗକୁ ଯାଏ ତମେ ଜାଣିଲ କେମିତି କହନ୍ତି ତ କଥାରେ ପୁରାଣରେ ଅଛି ଲୋକ ମତରେ କହନ୍ତି ମଲେ ସ୍ୱର୍ଗକୁ ଯାଆନ୍ତି ଆପଣ ମାନେ ଗୋଟେ କଥା ଶୁଣିଥିଲି ନିଜେ ନ ମଲେ କେହି ସ୍ୱର୍ଗ ଦେଖି ଭାଲୁ କୋଠି ଠାରୁ ଗ୍ରୀବା ପର୍ଯ୍ୟନ୍ତ ଇଏ ହେଲା ମଣିଷ ଏଇଭଳି ରୂପରେ ସତ୍ୟବ୍ରତ ଜଙ୍ଗଲରେ ବୁଲିଲେ ଯେତେବେଳେ ବିଶ୍ୱାମିତ୍ର ତପସ୍ୟା ସରିଲା ଫେରିଲେ ଆସି ନିଜ ସ୍ତ୍ରୀଙ୍କ ଠାରୁ ସବୁ କଥା ବୁଝି ସାରିବ ଯାଇ ପହଞ୍ଚିଲେ ତ୍ରିଶଙ୍କୁକୁ ଡାକିଲେ କହିଲେ ତ୍ରିଶଙ୍କୁ ପ୍ରଭୁ ତୁ କଣ ଚାହୁଁଛୁ ସମସ୍ତେ କହନ୍ତି ପ୍ରଭୁ ମଲା ପରେ ସ୍ୱର୍ଗ ଦେଖନ୍ତି କିନ୍ତୁ ମୁଁ ଜୀବିତ ଥାଉ ତାକୁ ସ୍ୱର୍ଗ ତ୍ରିଶଙ୍କୁ କହିଲା ଇନ୍ଦ୍ରିୟ କିଛି ନଥିଲା ମସ୍ତିଷ୍କ ତରକାରୀ ପାଞ୍ଚ ହେଲା ଜିଲ୍ଲାର କବି କବି ମଣ୍ଡଳ କୃଷ୍ଣ ପ୍ରସାଦ କହିଲେ ହେ ରାଜା ଇନ୍ଦ୍ରିୟ କିଛି ନଥିଲା ମସ୍ତିଷ୍କ ତ ଜଳି ପାଉଛ ହେଲା କହିଲେ ମୋ ମୁଣ୍ଡ ପୋଡ଼ିଗଲା ଦେହ ପୋଡ଼ିଗଲା ଆଖି ପୋଡ଼ିଗଲା ସବୁ ତ ପୋଡ଼ିକି ପାଉଛ ଆଉ ମୁଁ ସ୍ୱର୍ଗ ଦେଖିଲି କୋଉଠି ଦେଖିଲି କେବେ ସ୍ୱର୍ଗ ଦେଖିଲି କେମିତି କହିଲେ ଏଣୁ ମୁଁ କରିଛି ମନ ଇଏ ଦେଖିବି ସ୍ୱର୍ଗ ଭୁବନ এই দেহরে স্বর্গ দেখিবি দেখেই পারবে মতে প্রভু দেখি পারিব প্রভু কহନ୍ତୁ প্রভু এ মোর ঘরে দেবনি পুরাণ কহিলা বিশ্বামিত্র নিজ তপস্যার ফলକୁ ଦେଇଦେଲେ ତ୍ରିଶଙ୍କୁ କହିଲେ ତ୍ରିଶଙ୍କୁ ମୁଁ 12 ବର୍ଷ 24
30 ବର୍ଷ କାଳ ତପସ୍ୟା କରି ଯେଉଁ ଫଳ ପାଇଛି ତୋତେ ଦେଇ ଦଉଛି ସେ ତପସ୍ୟାର ଫଳ ନେଇ ସ୍ୱର୍ଗକୁ ଯା। ପୁରାଣ କହିଲା କିଏ ବିଶ୍ୱାମିତ୍ରଙ୍କର ତପସ୍ୟା ଫଳ ନେଇ ତ୍ରିଶଙ୍କୁ ସ୍ୱର୍ଗକୁ ଯାଏ। ଆପଣ ଯଦି ଏଇ ଗପ ମୂଳଟାକୁ ଦେଖିବେ, ଯଦି ବିଶ୍ୱାମିତ୍ର ତ୍ରିଶଙ୍କୁଙ୍କୁ ତପସ୍ୟାର ଫଳ ଦେଇଦେଲେ ବିଶ୍ୱାମିତ୍ର ଯାଇ ପହଞ୍ଚିଥିଲେ ବଶିଷ୍ଠଙ୍କ ଆଶ୍ରମରେ, ଇଏ ଅତିଥି ଭଳି ପହଞ୍ଚିଛନ୍ତି। ସନ୍ଧ୍ୟା ସମୟ ଜଙ୍ଗଲରେ ଅସୁବିଧାରେ ପଡିବ, ଇଏ ସୂକ୍ଷ୍ମ ଆଲୋକ ରେଖାକୁ ଦେଖି ଯାଇ ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଲେ। କିନ୍ତୁ ଗୋଟାଏ ମୁହୂର୍ତ୍ତ ଭିତରେ ଇଏ ବିଶ୍ୱାମିତ୍ରଙ୍କ ପାଇଁ, ତାଙ୍କ ପରିଜନ ମାନଙ୍କ ପାଇଁ, ତାଙ୍କର ରାଜ ଦରବାର ପାଇଁ ସୁନ୍ଦର ସୁନ୍ଦର ଖାଦ୍ୟପେୟ, ସୁନ୍ଦର ବାସଗୃହ ସବୁ ତିଆରି ହେଇଗଲା। ବିଶ୍ୱାମିତ୍ର ଖାଇଲେ ପିଇଲେ ରହିଲେ ସିନା, ବିଶ୍ୱାମିତ୍ରଙ୍କର ମୁଣ୍ଡ ଆଉ ସେଠି ନାହିଁ। ବିଶ୍ୱାମିତ୍ରଙ୍କୁ ଚିନ୍ତା ଖାଇଲା। ରାତି ସାରା ବିଶ୍ୱାମିତ୍ରଙ୍କର ମୁଣ୍ଡ ଖେଳୁଛି। ଅତିଥି ଭଳି ଆସିଲେ, ଇଏ ଜାଣି ନାହାନ୍ତି ଆମେ କେତେ ଜଣ ଆସି, ଆମେ କିଏ ଆସି, କିନ୍ତୁ ଏତେ ସୁନ୍ଦର ବ୍ୟବସ୍ଥା ହେଇପାରିଲା। ରାତି ଗୋଟେ ନିଦ ନାହିଁ, ସକାଳୁ ସକାଳୁ ଯାଇ ପହଞ୍ଚିଗଲେ ବଶିଷ୍ଠଙ୍କ ଆଶ୍ରମରେ। ପ୍ରଭୁ ଠିକ ଆଗ ବଶିଷ୍ଠଙ୍କ ପାଦ ପାଖରେ ବସି ପଡ଼ିଲେ। ପ୍ରଭୁ ରାତି ଗୋଟିକ ମତେ ନିଦ ନାହିଁ ପ୍ରଭୁ। ପ୍ରଭୁ ଆପଣ ତ ଜାଣିନଥିବେ ଆମେ ଏତେ ସମୟ ଆମେ ଆସିବୁ ନା, ଏତେ ପ୍ରକାର ଖାଦ୍ୟ, ସୁନ୍ଦର ଖାଦ୍ୟ, ପୋଷାକ, ଭଲ ସୁନ୍ଦର କୋଠାଘର ନିର୍ମାଣ କେମିତି ହଠାତ୍ ହେଇଗଲା, କେମିତି ହେଲା? ବଶିଷ୍ଠ କହିଲେ, ହେ ରାଜା, ଏଥିରେ ମୋର ବାହାଦୁର କିଛି ନାହିଁ। ଆଉ ତାହେଲେ ବାହାଦୁରୀ କାହାର? ଏଥିରେ ମୋର କିଛି ବାହାଦୁର ନାହିଁ। ଆଶ୍ରମେ ଅଛି ମୋ ନନ୍ଦିନୀ, ଚୋରା ଚୋର ନନ୍ଦିନୀ, ମୋ ଆଶ୍ରମରେ ନନ୍ଦିନୀ ନାମରେ ଗାଈଟିଏ ଅଛି। ଯାହା କୃପାରୁ ସବୁ ଏସବୁ ହେଇଛି। ବିଶ୍ୱାମିତ୍ର କହିଲେ, ଆରେ ଏଠି ଆଉ ବିଶ୍ୱାମିତ୍ର କହିଲେ ସେଇ ଧାନୁଟିର ବାଞ୍ଛିତ ନାହିଁ ଆମ କାମନା। কলে সে পরা পার্থিব সম্পদ নহ, সে তপস্যা লব্ধ ফল। তপস্যা লব্ধ ফল কোন কেই কাজ দেই পারে না। যদি বশিষ্ঠ দেই পারিলেনি তপস্যার ফল বিশ্বামিত্র, ଆଉ କେମିତି ବାବୁ ବିଶ୍ୱାମିତ୍ର ଦେଇଦେଲେ ତ୍ରିଶଙ୍କୁ। ସେହି ଫଳ ନେଇ ତ୍ରିଶଙ୍କୁ ଏବେ ଚାଲିଲେ। ଯଦି ବଶିଷ୍ଠ ଦେଇପାରିଲେନି ବିଶ୍ୱାମିତ୍ର କେମିତି ତ୍ରିଶଙ୍କୁ ଦେଇଦେଲେ? ତ୍ରିଶଙ୍କୁ ନେଇକି ସବୁ ପଳେଇଲେ। দ্বিতীয় কথা, এই প্রসঙ্গে আপন দ্বিতীয় ভুল দেখুন। ধরাযাও আপন পরীক্ষা দেলে, আপন ডিগ্রি হাসল কলে, আপন সার্টিফিকেট পাইলে, ଆପଣଙ୍କ ସାର୍ଟିଫିକେଟ ନେଇ ମୁଁ ଚାକିରି କରିବି? ନା ଚିଟିଂ ରେ
ଶୈଶବ ଚାଲିଗଲା ଆସିଲା ଯୁବକତ୍ୱ ଯୁବକ ଆସିଗଲା ଶିଶୁତ୍ୱ କେତେବେଳେ ଗଲା ଯୁବକତ୍ୱ କେତେବେଳେ ଆସିଲା ଜାଣିଗଲା ଶିଶୁତ୍ୱ ପରିବର୍ତ୍ତନ ହେଇ ମୋ ଭିତରେ ଯୁବକତ୍ୱ ଆସିଲା ସମୟ ଆସିଲା ଏବେ ଯୁବକତ୍ୱ ବି ପଳେଇଲାଣି ପ୍ରୌଢ଼ ଆସିଗଲା ପ୍ରୌଢ଼ତ୍ୱ ଆସିଗଲା ଜଣା ପଡିଲା ଅସ୍ମିନ୍ ଦେହିନାଂ ଦେହେ କୌମାର ଯୌବନଂ ଜରା ତଥା ଯେଉଁଭଳି ଭାବ ତଥା ସେଇଭଳି ଦେହାନ୍ତର ପ୍ରାପ୍ତି ଦେହାନ୍ତର ଆପଣ ଦେଖିବେ ଓଡ଼ିଆ ବ୍ୟାକରଣରେ ଅନ୍ୟ ଗ୍ରାମ ଗ୍ରାମାନ୍ତର ଅନ୍ୟ ଦେଶ ଦେଶାନ୍ତର ସେମିତି ଅନ୍ୟ ଦେହ ଦେହାନ୍ତର ତାମାନେ ସିଏ ଏଇ ଦେହରୁ ଗଲା ଆଉ ଗୋଟେ ଦେହରେ ରହିଲା ଏଠୁ ଗଲା ସେଠି ରହିଲା ଜମକାକୁ ନେଲା ଶ୍ରୀମଦ ଭାଗବତ କହିଲେ ଆପଣ ଦେଖିବେ ଶ୍ରୀମଦ ଭାଗବତ କହିଲେ କହିଲେ ଏ ଜୀବ ମରଣ ନିକଟ ବେଗେଚେ ପୁରୁଣା ହେଇଯାଇଥିବା ଦଶାଂଶୀ ବସ୍ତ୍ର ଗୁଡ଼ିକୁ ବିହାୟ ପରିତ୍ୟାଗ କରି ନରହ ଲୋକ ଅନ୍ୟାନି ନବାନି ଗୃହ୍ଣାତି ଆପଣ ବିଚାର କଲେ ମୁଁ ଆପଣଙ୍କୁ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁ ମୁଁ ଏ ପିନ୍ଧିଛି ଲୁଗାଟା କୌଣସି କାରଣ ଇଏ ଲୁଗାଟା ମଇଳା ହେଇଗଲା କି ଦାଗ ଲାଗିଗଲା କି ଚିରିଗଲା ମୁଁ ଏ ଲୁଗାଟା ବଦଳେଇବି କେମିତି ଆଗ ଆଉ ଗୋଟେ ଲୁଗା ଆଣିବି ୟା ଉପରେ ବେଢେଇବି ତାପରେ ଭାଗବି ଉପରେ ନରକ ତଳେ ଜମର 2 ଜଣ ପାଞ୍ଜିଆ ଅଛନ୍ତି ଚିତ୍ରଗୁପ୍ତ ଯାହାକୁ ବାଡେଇ ପିଟି ଛାଟି ଛୁଟିକି ନେଇ ଜମା ଆଗରେ ଦେଖେଇବେ କଣ ମୁଁ ପୁରାଣ ପଢି ନାହିଁ ଆଉ ଭଲ କଥା କହୁଛି ଆଉ ପୁରାଣ ପଢିଛ ଜମର ଦୂତ ଅଛନ୍ତି ପାଞ୍ଜିଆ ଜମର 2ଟା ପାଞ୍ଜିଆ ଅଛନ୍ତି ଚିତ୍ରଗୁପ୍ତ ସିଏ ଯାହା କର୍ମ କରିଛ ତାକୁ ବାଡେଇ ପିଟି ନେଇକି ଜମା ଆଗରେ ଦେଖେଇବେ ଏଇ କର୍ମ କରି ତାପରେ ଫଳ ପାଇବେ ଆମେ ପଞ୍ଚପରମେଶ୍ୱର ବହିଛୁ ସୁମିଛ ଚିତ୍ର ଯୋଉଠି ଗୁପ୍ତ ହେଇକିରି ଅଛି କ୍ୟାମେରାରେ ଆଜ୍ଞା ବଡକୁ ସାନ କରିଦଉଛି ସାନକୁ ବଡ କରିଦଉଛି କ୍ୟାମେରା ନାଇଁ ଆଉ ଏଇ ମୋର ମଣ୍ଡଳୀ ଆପଣଙ୍କ ସାରା ଜୀବନର କର୍ମ ଯୋଉଠି ଗୁପ୍ତ ହେଇକିରି ଅଛି କୋଉଠି ଆପଣ ଟିକେ ଭାବନ୍ତୁ ଆପଣ ଦୁନିଆରେ ଯେତେ କର୍ମ କରିଛନ୍ତି ଆଉ କିଏ ଦେଖୁ କି ନ ଦେଖୁ ଆଉ ପଣ୍ଡିତ ମଣ୍ଡଳୀ ଆପଣଙ୍କ ଆଖି ଦେଖି ଅଛି ଗୁପ୍ତ ହେଇକି ଅଛି ଆପଣଙ୍କ ଆଖିରେ ମଲାବେଳେ ଏଇ ଯମପୁର ଆପଣଙ୍କ ସାଙ୍ଗରେ କିଏ ଯିବ ଶ୍ରୀମଦ ଭଗବତ ଗୀତା ଯେତିକି ପ୍ରମାଣ ଶ୍ରୀମଦ ଭଗବତ ଗୀତା କହିଲେ କହିଲେ ଶ୍ରୋତ୍ର ଚକ୍ଷୁ ସ୍ପର୍ଶନଂ ରସନଂ ଘ୍ରାଣମେବ ଅଧିଷ୍ଠାୟ মনশ্চায় বিষয়ানুপসেবতে স্পর্শন চরণ রসন জিহ্বা ঘ্রাণ নাসা
ଏଇ ପାଞ୍ଚଟା ଆପଣଙ୍କ ସାଙ୍ଗରେ ଯିବି ତାମାନେ ଆପଣଙ୍କ ଆଖି କହିବ ଆଜ୍ଞା ଆପଣଙ୍କୁ କଣ ଦେଖିବାକୁ ଭଲ ଲାଗିଛି ଆପଣଙ୍କ କାନ କହିବ ଆପଣଙ୍କୁ କଣ ଶୁଣିବାକୁ ଭଲ ଲାଗୁଛି ଲାଗୁଛି ଆପଣଙ୍କ ଚର୍ମ କହିବ ଆଜ୍ଞା ଆପଣ କଣ ଛୁଇଁବାକୁ ଭଲ ପାଇଛନ୍ତି ଆପଣଙ୍କ ନାସା କହିବ ଆପଣ କଣ ଶୁଙ୍ଘିବାକୁ ଭଲ ପାଇଛନ୍ତି ପାଇଛନ୍ତି ବାବୁ ଆପଣଙ୍କ ଲୋକ ଆପଣଙ୍କ ପାଇଁ ଇଚ୍ଛା କହିବେ ନା ନା ଆପଣଙ୍କ ଆଖି ଆପଣଙ୍କ କାନ ଆପଣଙ୍କ ନାକ ଆପଣଙ୍କ ଜିହ୍ବା ଆପଣଙ୍କ ଚର୍ମ ଇଏ ଆପଣଙ୍କ ପାଇଁ ମିଛ କହିବେ ନା 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 ପ୍ରିୟ ମୋର ଦେଖ ମଣ୍ଡଳୀ ତାମାନେ ଏଇ ଆଖିରେ ଆପଣଙ୍କର ସବୁ ଚିତ୍ର ଅଛି କେତେବେଳେ ଦେଖେଇବ ନା ଯେତେବେଳେ ଆପଣଙ୍କର ଅନ୍ତିମ ସମୟ ହବ ଆଜ୍ଞା କବିବର କବିବର କହିଲେ ସମଗ୍ର ମାନବ ଜୀବନ ପଲକେ ଦେଖାଏ ସାରା ଜୀବନର କର୍ମ ଗୋଟି 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 ଭାସି ଉଠିବ କଣ ହବ ଜଗନ୍ନାଥ ଜଗନ୍ନାଥ ଓଡ଼ିଆ ଭାଗବତ କହିଲେ ଆପଣଙ୍କ ମରିବା ପାଇଁ ଦାୟୀ କର୍ମ ଅନ୍ତେ ଚିନ୍ତଇ ଯେଉଁ ରୂପ ଆପଣଙ୍କ ଜୀବନର ଶେଷ ମୁହୂର୍ତ୍ତରେ ଇଏ ରିଲ୍ ଚାଲି 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 ଆଜ୍ଞା ଯୋଉଠି ଆପଣଙ୍କ ଆଖି ଲାଖିଗଲା ଆଉ ଚାଲିବ ନାହିଁ ଯୋଉଠି ରିଲ୍ଟା ଆଜ୍ଞା ଆପଣଙ୍କ ରିଲ୍ର ଯୋଉ ଚିତ୍ର ଉପରେ ଆଜ୍ଞା ଆପଣଙ୍କ ଆଖିଟା ଲାଖିଗଲା ଗଲା ଆଉ ଚାଲିବନି ନା ନା ଆପଣଙ୍କ ପରବର୍ତ୍ତୀ ଜନ୍ମ ହଉଛି ସେଇଆ ସେଇଆ ପ୍ରମାଣ ପ୍ରମାଣ ଶ୍ରୀମଦ୍ ଭାଗବତ ଆଜ୍ଞା କହିଲେ ଦେଶନେ କୀଟ ବେଶକାରୀ ନିତ୍ୟ ଚିତ ମାରେ ଜନ୍ମଇ ଗଲେ କତରପା ଜମାରେ ଗଲେ କତରପା ଜମାରେ ଗଲେ କତରପା ଅନ୍ତେ ଚିନ୍ତଇ ଯେଉଁ ରୂପ ରୂପ ଶେଷ ସମୟରେ ଆପଣଙ୍କ ଆଖି ଯୋଉ ରୂପ ଚିନ୍ତା କଲା ଗଲା ଆପଣଙ୍କ ପରବର୍ତ୍ତୀ ଜନ୍ମ ସେଇଆ ସେଇଆ ତାମାନେ ସେ ରୂପଟା ଆପଣଙ୍କ ଆଖି ଆଗକୁ ଆଣିଲା କିଏ ଯାହା ଜଗନ୍ନାଥ ଦାସ କହିଲେ କର୍ମରେ ହାର ମୂଳ ଦାୟୀ କର୍ମ ଆଜ୍ଞା ଆପଣ ବଞ୍ଚିଛନ୍ତି ଦାୟୀ କର୍ମ କାହିଁକି ନା ଯେ ପର୍ଯ୍ୟନ୍ତ କର୍ମ ଅଛି ସେ ପର୍ଯ୍ୟନ୍ତ ଦେହ ଅଛି ଶ୍ରୀମଦ୍ ଭଗବତ ଗୀତା ଗୀତା ଭଗବାନ କୃଷ୍ଣ କହିଲେ କରେ ନାହିଁ କଚିତ କ୍ଷଣମପି ପ୍ରକୃତି ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କହିବ କାମ ନ କରି ଗୋଟାଏ ମୂର୍ଖ ପ୍ରାଣ ତ୍ୟାଗେ ସନ୍ଥିତେ କୃତ୍ୟ ପରିତ୍ୟାଜ୍ୟ ଯାହା କରିବା କଥା ନୁହେଁ ତାହା କେବେ କରିବେ ନାହିଁ ପ୍ରାଣ ତ୍ୟାଗେ ବି ସନ୍ଥିତେ ବରଂ ପ୍ରାଣ ତ୍ୟାଗ ହେଇଯାଉ କିନ୍ତୁ ଯାହା କରିବା କଥା ନୁହେଁ ତାହା କେବେ କରିବେ ନାହିଁ ନଚ କୃତ୍ୟ ପରିତ୍ୟାଜ୍ୟ ଯାହା କରିବା କଥା ତାକୁ ଆପଣ କେବେ ବି ପରିତ୍ୟାଗ କରିବେ କିନ୍ତୁ ଆମେ ଯାହା ନ କରିବା କଥା ସେଇଆ କରୁଛୁ
ସନ୍ଥ ଭୀମଙ୍କର ମୂଳ ଉଦ୍ଦେଶ୍ୟ ହଉଛି ଏଇଆ, ମୂଳ ଲକ୍ଷ୍ୟ ହଉଛି ଏଇଆ। ଆପଣ ଭାବିବେ ମୁଁ ଗୋଟା ଢଳ ଆପଣ ମାନଙ୍କୁ ଦେଖଉଛି ସନ୍ଥ ଭୀମଙ୍କର ଗୋଟା ଢଳ ଦେଖଉଛି କେମିତି କର୍ମ ଆମ ଜୀବନକୁ ଶୃଙ୍ଖଳିତ କରିକି ରଖିଛି। ବିନା କର୍ମରେ ଆମ ଜୀବନ ଶୃଙ୍ଖଳିତ ହେଇପାରିବ ନାହିଁ। ଆପଣ କହିବେ ଜୀବନ ସାରା ମୁଁ କେବଳ ଭଗବାନଙ୍କ ସେବା କରିବି, ଭଗବାନଙ୍କ ରୂପକୁ ଧ୍ୟାନ କରିବି, ଭଗବାନଙ୍କର ଗୁଣଗାନ କରିବି ଜୀବନ ସାରା, ତାହେଲେ ମୋ ଜନ୍ମ ସୁଧୁରି ଯିବ। ତା ବି ନୁହଁ, ତା ବି ନୁହଁ। କାହିଁକି ଆପଣ ଦେଖିବେ ରଜଗୁଣଟା ତମ ଗୁଣଟା ଯେମିତି ବନ୍ଧନର କାରଣ, ସତ୍ୱ ଗୁଣଟା ବି ସେମିତି ବନ୍ଧନର କାରଣ। କାହିଁକି ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଧରନ୍ତୁ। ଆପଣ ମତେ ଲୁହା ଶିକୁଳିରେ ବାନ୍ଧିଛନ୍ତି, ମୁଁ ବନ୍ଧା ହେଇଛି କି ନାହିଁ? ବନ୍ଧା ହେଇଛି। ଗୋଟେ ସୁନା ଶିକୁଳି ଆଣି ବାନ୍ଧିବେ, ମୁଁ ବନ୍ଧା ହେଇଛି କି ନାହିଁ? ବନ୍ଧା ହେଇଛି। ଗୋଟେ ଫୁଲ ମାଳ ଆଣି ବାନ୍ଧିବେ, ବନ୍ଧା ହେଇଛି କି ନାହିଁ? ମାନେ ରଜ ଗୁଣଟା ଯାହା ତମ ଗୁଣଟା ସେଇଆ, ସତ୍ୱ ଗୁଣଟା ବି ସେଇଆ। କଲେ ଜାଗିଛନ୍ତି ବ୍ରହ୍ମ ଅଗ୍ନି জাগিଛନ୍ତି ব্রহ্ম অগ্নি অলেখ অলেখ কুণ্ডরে ব্রহ্ম অগ্নি জাগিଛନ୍ତି। ବୁଲାବୁଲି କଲେ ଆଜ୍ଞା ଅଲଗା କୁଣ୍ଡ କୋଉଠି? ଆଜ୍ଞା ମନ୍ଦିରରେ ଆପଣ ଦେଖିନାହାନ୍ତି? ଏଠି କାଠ ଗରଟା ଲାଗିଛି, ଦିନ ରାତି ଅହର୍ନିଶି ଧ୍ୱନି ଚାଲିଛି। ସେଇ କଣ ଅଲେଖ କୁଣ୍ଡ? ଆଉ ଆପଣ 100 ଗ୍ରାମ ଘିଅ ନେଇନଥିଲେ? ଭୀମ ଭୋଇ, ଭୀମ ଭୋଇ ଏଇ କୁଣ୍ଡକୁ ଲକ୍ଷ୍ୟ କରି ଲେଖିଛନ୍ତି ନାଇଁ। ଆଉ ଏ କୁଣ୍ଡ ନୁହଁ ନା, ଭୀମ ଭୋଇ କହିଲେ କହିଲେ ବ୍ରହ୍ମ ବେଣୀ ଭାଗ ହେଲା ଆପଣ ମାନେ ଯେତେ ବସିଛନ୍ତି ସମସ୍ତେ ହଉଛନ୍ତି ଜଣେ ଜଣେ ଅନେକ କୁଣ୍ଡ। ଆମ ପାଖରେ ତ ନିଆଁ ନାହିଁ, ଧ୍ୱନି ହଉନି। ଠିଆ ହଉ ଆଜ୍ଞା ଆଜ୍ଞା ଅନେକ ଅଲେଖ ଅଲେଖ ଆପଣ ଅଟିଏ ଲେଖନ୍ତୁ। ଲେଖିଲି ଆଜ୍ଞା କେମିତିଆ ଲେଖିବେ? ଆଜ୍ଞା ଏମିତି ପରା ଉପରେ ଗୋଟାଏ ଥିମ୍, ତଳେ ଯୋଉ ପୁରାଟା ଆମେ ଦଉଛେ ୟାକୁ ଆମ ଯୁବକ ଭାଇମାନେ କିମ୍ବା ଛୋଟ ପିଲାମାନେ ଏମାନେ ବୁଝିପାରିବେ। ବୁଢା ବୁଢା ମଉସାମାନେ ମୋର ଛାଡ଼ିଦେବେ। ଉପରଟା ହେଲା ଥିମ୍, ତଳଟା ଯୋଉ ପୁରାଟା ଆମେ ଦଉ ଏଇଟା ହଉଛି ଅଧେ ଆଠଣା। ଆଜ୍ଞା ଉପରଟା ହେଲା 3 ଟଙ୍କା, ତଳଟା ହେଲା 8 ଟଙ୍କା। ତାମାନେ ଅଲେଖ କୁଣ୍ଡ। ହଉ ପଣ୍ଡିତ ମଣ୍ଡଳୀ ମାତ୍ର 3 ଟଙ୍କା 8 ଅଲେଖ କୁଣ୍ଡ ହଉଛି ମାତ୍ର 3 ଟଙ୍କା 8 ଟଙ୍କା। ତାମାନେ ଆମେ ପ୍ରତ୍ୟେକ ନିଜ ହାତରେ 3 ହାତ ଅଧେ। ଆପଣ ସିନା ଡେଙ୍ଗା ଅଛନ୍ତି ବୋଲି 3 ହାତ ଅଧେ, ଯୋଉ ଟିକି ପୁଅ ବସିଛନ୍ତି ବ୍ରହ୍ମ ଅଗ୍ନି ଜଳୁଛି। କେମିତି ଏ ମୋର ଭିତରେ କେମିତି ସନ୍ଥ ଭୀମ କହିଲେ ବ୍ରହ୍ମ ଅଗ୍ନି ଭାଗ
କେତେବେଳେ ଦୁଇ ଭାଗ ହେଲା ଆପଣ ଦେଖିବେ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିଲେ ମୋହର ସୃଷ୍ଟି ବଂଶ ହେଲା ଏ ଏଇଥିରୁ ଆପଣ ଜାଣିଦେବେ ସନ୍ଥ କବି ଭୀମ ବହି ନିରାକାରବାଦୀ ନା ସାକାରବାଦୀ ଏଇଥିରୁ ଆପଣ ବୁଝିନେବେ ସନ୍ଥ ଭୀମ କାହାର ପୂଜକ ନିରାକାରର ନା ସାକାର এই মূর্খে মন্ডলী ଆପଣ ଦେଖନ୍ତୁ ସନ୍ଥ ଭୀମ କହିଲେ ଯେତେବେଳେ ବ୍ରହ୍ମଙ୍କର ସୃଷ୍ଟି କରିବା ପାଇଁ ଇଚ୍ଛା ହେଲା ମୋ ଅଙ୍ଗୁ ବିନ୍ଦୁ ଛୁଳିଲା ଏ ବିନ୍ଦୁଟା ପଡ଼ିଲା କୋଉଠି କାରଣାର୍ଣ୍ଣବ ଜଳ କାରଣାର୍ଣ୍ଣବ ଜଳ ଭିତରେ ପଡ଼ି ଗୋଟେ ସ୍ଫୋଟକ ସୃଷ୍ଟି ହେଲା এই মধ্যে মন্ডলী ପ୍ରକୃତ ଉଦାହରଣ ଆପଣଙ୍କୁ ଆପଣ ଦେଖିବେ ଧରାଯାଉ ଆପଣଙ୍କ ଅଞ୍ଚଳରେ ଜୋରେ ବର୍ଷା ହେଇଯାଇଛି ବର୍ଷା ହେଇ ଗାଁ ଦାଣ୍ଡରେ ଆପଣଙ୍କର ଏତିକି ଉଚ୍ଚାରେ ପାଣି ଚାଲିଛି ବର୍ଷା ଛାଡ଼ିଗଲାଣି ଆଉ ବର୍ଷା ନାହିଁ କିନ୍ତୁ ଆପଣଙ୍କ ଗାଁ ଦାଣ୍ଡରେ ରାସ୍ତା କଡ଼ରେ ଗୋଟେ ଗଛ ଠିଆ ଅଛି ଆଉ ସେଇ ଗଛ ପାଖରେ ପାଣି ଯାଉଛି ଉପରୁ ଗଛ ପତ୍ରରେ ଯୋଉ ପାଣି ଗୁଡାକ ଲାଗିଥିଲା ଇଏ ଏକାଠି ହେଇ କିଛି ସମୟ ପରେ ଗୋଟେ ଟୋପା ତଳକୁ ଖସିଲା ଯେତେବେଳେ ଟୋପା ତଳକୁ ଖସିଲା ଇଏ ଯୋଉ ପାଣିଟା ବୋହିକିରି ଯାଉଛି ଇଏ ଟୋପା ପାଣିଟା ଯେତେବେଳେ ପଡ଼ିଗଲା ଇଏ ଉପରୁ କଣ ଆଣିକି ଆସିଛି ଜଳ ଆସୁଥିଲା ସାଙ୍ଗରେ କଣ ନେଇଛି କିଛି ପବନ ଇଏ ନେଇକି ସେ ପାଣି ଭିତରକୁ ପଶିଲା ଯେତେବେଳେ ପାଣି ଭିତରକୁ ପଶିଗଲା ଇଏ ସିନା ପାଣିରେ ମିଶିଗଲା ଯୋଉ ବାୟୁ ଠିକ ଯୋଉ ପ୍ରେସର ନେଇକି ଯାଇଥିଲା ସେ ବାୟୁଟା ବାହାରିବା ପାଇଁ ଚେଷ୍ଟା କଲା ବାହାରିବା ବେଳକୁ ଇଏ ଜଳଟା ତାକୁ ଆବଦ୍ଧ କରିଦେଲା ଆପଣ ଦେଖିଲେ ଗୋଟେ ଫଟକା ତିଆରି ହେଇଗଲା ଜଳ ଏବଂ ବାୟୁ ଏ ମୋର ଭିତରେ ଜଳର ଅନ୍ୟ ନାମ ହଉଛି ପାଣି ବାୟୁର ଅନ୍ୟ ନାମ ହଉଛି ବାୟୁ ଆଉ ପାଣି ଇଏ ମିଶିକି ତିଆରି ହେଲା ଗୋଟେ ଫୋଟକା ଆପଣ ଦେଖିବେ ଫୋଟକାଟା ଇଏ ପାଣିରେ ଭାସି ଯାଉଛି ଆପଣଙ୍କୁ ଫୋଟକାଟା ଗୋଟା ଦେଖାଯାଉଛି ନା ଅଧା ଦେଖାଯାଉଛି ଅଧା ଦେଖାଯାଉଛି ଆପଣ କେତେ ଯତ୍ନରେ ତା ତଳେ ହାତ ବୁଲେଇବେ ଆଉ ମଧ୍ୟ ଦେଖିପାରିବେ ସନ୍ଥ ଭୀମ କହିଲେ ଜାଗିଛନ୍ତି ବ୍ରହ୍ମ ଅଗ୍ନି ସୃଷ୍ଟି କରିବା ପାଇଁ ଇଚ୍ଛା ହେଲା କହିଲେ ମୋହର ସୃଷ୍ଟି ବଂଶ ହେଲା ପ୍ରଭୁର ସୃଷ୍ଟି କରିବା ପାଇଁ ଇଚ୍ଛା ହେଲା ବିନ୍ଦୁ ପଡ଼ିଲା କୋଠି ମାର କାରଣାର୍ଣ୍ଣବ ରୂପୀ ଜଳରେ ପଡ଼ିକି ସ୍ଫୋଟକ ତିଆରି ହେଲା କହିଲେ ବ୍ରହ୍ମବେଣୀ ଭାଗ ହେଲା ଖଣ୍ଡକ ଗଲା ସିଏ ଆଉ ଗୋଟେ ବ୍ରହ୍ମାଣ୍ଡ ତିଆରି କଲା ଏମିତିଆ ଆଉ ଗୋଟେ ବ୍ରହ୍ମାଣ୍ଡ ତିଆରି କଲା चैनल को देखुछंती सेमाने हम चैनल रे जॉइनिंग करंतु आउ सुपर थैंक्स दे हमको उत्साहित करंतु हम चैनल को लाइक सब्सक्राइब करंतु आउ कमेंट माध्यम रे जणांतु आपण केउ अंचल रे देखुछंती गुरु ब्रह्म महामहिम लेख।